ଲେବି ପୁସ୍ତକ 23 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମେମାନେ ସଦାପ୍ରଭୁଙ୍କର ଯେ ସକଳ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘୋଷଣା କରିବ। ଆମ୍ଭର ସେହି ସକଳ ପର୍ବ ଏହି 6 ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ମହାବିଶ୍ରାମ ଅର୍ଥାତ୍ ପବିତ୍ର ସଭା ହେବ। ତୁମେମାନେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ। ତୁମେମାନେ ନିରୂପିତ ସମୟରେ ସଦାପ୍ରଭୁଙ୍କ ସ୍ଥାପିତ ପର୍ବ ଅର୍ଥାତ୍ ପବିତ୍ର ସଭା ବୋଲି ଯାହା ଘୋଷଣା କରିବ, ତାହା ଏହି ପ୍ରଥମ ମାସରେ ମାସର ଚତୁର୍ଦ୍ଦଶ ଦିନର ସନ୍ଧ୍ୟାବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ହେବ। ପୁଣି ସେହି ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ିଶୂନ୍ୟ ରୋଟିର ପର୍ବ ହେବ। 7 ଦିନ ଯାଏଁ ତୁମେମାନେ ତାଡ଼ିଶୂନ୍ୟ ରୋଟି ଭୋଜନ କରିବ। ପ୍ରଥମ ଦିନ ତୁମମାନଙ୍କର ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ମାତ୍ର ତୁମେମାନେ 7 ଦିନ ଯାଏଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ। ସପ୍ତମ ଦିନରେ ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ତୁମମାନଙ୍କୁ ଯେଉଁ ଦେଶ ଦେବା, ସେହି ଦେଶରେ ପ୍ରବେଶ କରି ଯେତେବେଳେ ତୁମେମାନେ ଶସ୍ୟ କାଟିବ, ସେତେବେଳେ ତୁମମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଡ଼ା ଯାଜକ ନିକଟକୁ ଆଣିବ। ତହିଁରେ ତୁମମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଦୋଳାଇବ। ବିଶ୍ରାମବାର ପରଦିନ ଯାଜକ ତା ଦୋଳାଇବ। ପୁଣି ଯେଉଁଦିନ ତୁମେମାନେ ସେହି ବିଡ଼ା ଦୋଳାଇବ, ସେହିଦିନ ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ପ୍ରଥମ ବର୍ଷୀୟ ନିଖୁଣ ଏକ ମେଷବତ୍ସ ଉତ୍ସର୍ଗ କରିବ। ପୁଣି ଐଫାର 2 ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ତହିଁର ଭକ୍ଷ୍ୟ ନୈବେଦ୍ୟ ହେବ। ତା ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ। ଆଉ 1 ହିନ୍ ଦ୍ରାକ୍ଷାରସର ଚତୁର୍ଥାଂଶ ତହିଁର ପେୟ ନୈବେଦ୍ୟ ହେବ। ପୁଣି ତୁମେମାନେ ଯେଉଁଦିନ ଯାଏ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏହି ଉପହାର ଆଣିନାହଁ, ସେହିଦିନ ଯାଏଁ ତୁମେମାନେ ରୋଟି କି ଭଜା ଶସ୍ୟ କି ଛିଣ୍ଡା ସିସା ଖାଇବ ନାହିଁ। ତୁମମାନଙ୍କର ସମୁଦାୟ ନିବାସ ସ୍ଥାନରେ ଏହା ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଅନନ୍ତର ସେହି ବିଶ୍ରାମବାରର ପରଦିନଠାରୁ ଯେଉଁଦିନ ଦୋଳନୀୟ ନୈବେଦ୍ୟ ରୂପ ବିଡ଼ା ଆଣିଲ, ସେହି ଦିନଠାରୁ ପୂର୍ଣ୍ଣ 7 ସପ୍ତାହ ଗଣନା କରିବ। ଏ ରୂପେ ସପ୍ତମ ବିଶ୍ରାମବାରର ପର ଦିବସ ଯାଏ 50 ଦିନ ଗଣନା କରିବ। ଆଉ ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ। ତୁମେମାନେ ଆପଣା ଆପଣା ନିବାସରୁ ଦୋଳନୀୟ ନୈବେଦ୍ୟାର୍ଥେ 1 ଏଫାର 2 ଦଶମାଂଶର 2 ରୋଟି ଆଣିବ। ତାହା ସରୁ ମଇଦାରେ ପ୍ରସ୍ତୁତ ହେବ ଓ ତାଡ଼ିରେ ପାକ କରାଯିବ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ହେବ। ପୁଣି ତୁମେମାନେ ସେହି ରୋଟି ସହିତ ପ୍ରଥମ ବର୍ଷୀୟ ନିଖୁଣ 7 ମେଷବତ୍ସ ଓ 1 ଯୁବା ବୃଷ ଓ 2 ମେଷ ବଳିଦାନ କରିବ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ବଳି ହେବ। ପୁଣି ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ସହିତ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ। ତହିଁ ଉତ୍ତାରେ ତୁମ୍ଭେମାନେ ପାପାର୍ଥକ ବଳି ନିମନ୍ତେ 1 ଛାଗ ଓ ମଙ୍ଗଳାର୍ଥକ ବଳି ନିମନ୍ତେ 1 ବର୍ଷୀୟ 2 ମେଷବତ୍ସ ବଳିଦାନ କରିବ। ପୁଣି ଯାଜକ ପ୍ରଥମଜାତ ଫଳର ରୋଟି ସହିତ ଓ 2 ମେଷବତ୍ସ ସହିତ ତାହା ସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୋଳନୀୟ ନୈବେଦ୍ୟ ରୂପେ ଦୋଳାଇବ। ତାହା ସବୁ ଯାଜକ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। ଆଉ ତୁମ୍ଭେମାନେ ସେହିଦିନ ଘୋଷଣା କରିବ, ତହିଁରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ଏହା ତୁମମାନଙ୍କର ସମୁଦାୟ ନିବାସ ସ୍ଥାନରେ ପୁରୁଷାନୁକ୍ରମରେ ପାଳନୀୟ ଅନନ୍ତକାଳୀନ ବିଧି। ଆଉ ତୁମମାନଙ୍କର ଭୂମିର ଶସ୍ୟ ତୁମେମାନେ କାଟିବା ବେଳେ ତୁମ୍ଭେ ଆପଣା କ୍ଷେତ୍ରର କୋଣ ନିଶେଷ ରୂପେ କାଟିବ ନାହିଁ। କିମ୍ବା ତୁମ୍ଭେ ଆପଣା କ୍ଷେତ୍ରରେ ପତିତ ଶସ୍ୟ ସଂଗ୍ରହ କରିବ ନାହିଁ। ତୁମେ ତାହା ଦୁଃଖୀ ଓ ବିଦେଶୀ ପାଇଁ ଛାଡ଼ିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ସପ୍ତମ ମାସରେ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହାବିଶ୍ରାମ
अर्थात दूरीध्वनि द्वारा स्मरणार्थक पवित्र सभा हेब। तुमे माने कौनसी व्यवसाय कर्म करिब नाही, मात्र सदाप्रभुଙ୍କ उद्देश्य अग्निकृत उपहार उत्सर्ग करिब। आउरी सदाप्रभु मूसाଙ୍କୁ कहिले, से सप्तम मासर 10ମ दिन अवश्य प्रायश्चितर दिन हेब। सेई दिन तुम्भमानकर पवित्र सभा हेब। तुमे माने आपणा आपणा प्राण को क्लेश देव, पुणी तुमे माने सदाप्रभुଙ୍କ उद्देश्य अग्निकृत उपहार उत्सर्ग करिब। सेई दिन तुम्हे माने कौनसी प्रकार कार्य करिब नाही, कारण तुम्भमानकर परमेश्वर सदाप्रभुଙ୍କ सम्मुखरे तुम्भमानक निमंते प्रायश्चित करिबा पई ता प्रायश्चितर दिन हेब। सेई दिन रे जे केही आपणा प्राण को क्लेश देव नाही, से आपणा लोकमानक मध्यरु उच्छिन्न हेब। पुणी सेई दिन जेकोसी प्राणी कौनसी प्रकार कार्य करे, सेई प्राणी की ताहार लोकमानक मध्यरु आमे उच्छिन्न करिबा। तुमे माने कौनसी प्रकार कार्य करिब नाही, या तुम्भमानकर समुदाय निवास स्थान रे पुरुषानुक्रमे पालनीय अनंतकालीन विधि। सेई दिन तुम्भमानकर महाविश्राम दिन हेब। तुमे माने आपणा आपणा प्राण को क्लेश देव। मासर 9ମ दिनर संध्या काल रे एक संध्या ठारू आर संध्या पर्यंत तुमे माने आपणा मानकर विश्राम दिन पालन करिब। अनंतर सदाप्रभु मूसाଙ୍କୁ कहिले, तुमे इस्राएल संतानगण को कुह, एई सप्तम मासर 15 दिन ठारू 7 दिन पर्यंत सदाप्रभुଙ୍କ उद्देश्य पत्र कुटीर पर्व हेब। प्रथम दिन रे पवित्र सभा हेब। तुमे माने कौनसी व्यवसाय कर्म करिब नाही। 7 दिन जाए तुमे माने सदाप्रभुଙ୍କ उद्देश्य अग्निकृत उपहार उत्सर्ग करिब। अष्टम दिन रे तुम्भमानकर पवित्र सभा हेब। पुणी तुमे माने सदाप्रभुଙ୍କ उद्देश्य अग्निकृत उपहार उत्सर्ग करिब। ताहा महासभा अटे। तुमे माने कौनसी व्यवसाय कर्म करिब नाही। एही सब सदाप्रभुଙ୍କ स्थापित पर्व। पुणी तुमे माने प्रत्येक पर्वर निरूपित दिन रे सदाप्रभुଙ୍କ उद्देश्य अग्निकृत उपहार और होम बलि और भक्ष्य नैवेद्य और बलि और पेय नैवेद्य उत्सर्ग करने पवित्र सभार घोषणा करिब। सदाप्रभुଙ୍କ विश्राम दिन छड़ा और सदाप्रभुଙ୍କ उद्देश्य जहा तुम्हे माने दियो, तुममानकर सेई सकल दान छड़ा और तुममानकर सकल मानत छड़ा और तुममानकर स्वेच्छादत्त सकल नैवेद्य छड़ा यह करिब। आउरी भूमि उत्पन्न फल संग्रह कला उतारे सप्तम मासर 15 दिन तुम्हे माने 7 दिन जाए सदाप्रभुଙ୍କ उद्देश्य अवश्य पर्व पालन करिब। प्रथम दिन महाविश्राम हेब और अष्टम दिन महाविश्राम हेब। आ तुम्हे माने प्रथम दिन उत्तम वृक्षर फल और खर्जूर बाहुंगा और गहलिया वृक्षर शाखा और नदी तीरस्थ 22 वृक्ष घेनी तुम्भमानकर परमेश्वर सदाप्रभुଙ୍କ सम्मुखरे 7 दिन आनंद करिब। पुणी तुम्हे माने वर्ष मध्य 7 दिन सदाप्रभुଙ୍କ उद्देश्य सेई पर्व पालन करिब। यह तुम्भमानकर पुरुषानुक्रमे पालनीय अनंतकालीन विधि। तुमे माने सप्तम मासरे ताहा पालन करिब। तुमे माने 7 दिन पत्र कुटीर रे वास करिब। इस्राएल वंशजात समस्ते पत्र कुटीर रे वास करिवे। तहिरे आम्भे इस्राएल संतानगण को मिस्र देशरू बाहर करी आनिबा बेले सेमानकु पत्र कुटीर रे वास कराइथिलु। या तुम्भमानकर भविष्यत पुरुष माने जानि पारिबे आम्भे सदाप्रभु तुम्भमानकर परमेश्वर अटु। तहु मूसा इस्राएल संतानगण को सदाप्रभुଙ୍କ स्थापित समस्त पर्वर कथा कहिले।